ନୂଆ ବର୍ଷରୁ ମିଳିବ ନୂଆ ରାସନ କାର୍ଡ। ଜାନୁଆରୀରେ ନୂଆ ରାସନ କାର୍ଡ ମିଳିବା ନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଜୁଲାଇ ମାସରୁ ଆରମ୍ଭ ହୋଇଥିବା ରାସନ କାର୍ଡର ଇ-କେୱାଇସି ଯାଞ୍ଚ ଚଳିତ ମାସରେ ଶେଷ ହେବ। ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଜାନୁଆରୀରେ ନୂଆ ରାସନ କାର୍ଡ ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ଭତ୍ତା 3000 ଟଙ୍କା ନିର୍ବାଚନ ପ୍ରତିଶ୍ରୁତି ପୂରଣ। ଯେଉଁଭଳି ଦେଶରେ ଦରଦାମ ବୃଦ୍ଧି ଆକାଶ ଛୁଆଁ ଏବଂ ବଞ୍ଚିବାର ଶୈଳୀ ପରିବର୍ତ୍ତନ ହେଲାଣି, ନବୀନ ସରକାର ସମୟରେ ବଢ଼ିଥିବା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ଭତ୍ତା ମାସିକ 1000ରୁ 1400 ଟଙ୍କାରେ ଜଣେ ବଞ୍ଚିବା କଷ୍ଟକର। ତେଣୁ ମୋହନ ସରକାର ଆସିବା ପୂର୍ବରୁ ନିର୍ବାଚନ ସମୟରେ ଭତ୍ତା 3000 ଟଙ୍କାକୁ ବୃଦ୍ଧି କରାଯିବ ବୋଲି ବିଜେପି ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲା ଓ ଘୋଷଣା ମଧ୍ୟ କରିଥିଲା, ଯେଉଁଥିପାଇଁ ଓଡ଼ିଶାର ଗରିବ ଓ ଅସହାୟ ବୁଢ଼ାବୁଢ଼ୀ, ବିଧବା, ଅବିବାହିତା ଏବଂ ଭିନ୍ନକ୍ଷମ ଭାଇଭଉଣୀମାନେ ଟିକିଏ ଖୁସିରେ ବଞ୍ଚିବାର ଆଶାରେ ଭୋଟ ଦେଇ ଓଡ଼ିଶାରେ ବିଜେପି ସରକାର ଆସିଲା। ଗତ ଜୁଲାଇ 25 ତାରିଖରେ ହୋଇଥିବା ଚଳିତ ବର୍ଷ ପାଇଁ ବଜେଟରେ ବିଭିନ୍ନ ଯୋଜନାମାନ ଘୋଷଣା କରିବା ସହ କେବଳ 80 ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ଏବଂ 80 ଶତକଡ଼ାରୁ ଭିନ୍ନକ୍ଷମମାନଙ୍କୁ 3500 ଟଙ୍କା ଭତ୍ତା ପ୍ରଦାନ କରାଯିବ ବୋଲି ଉପସ୍ଥାପନ କଲେ। ସୁଭଦ୍ରା ଯୋଜନା ପରି ଗୃହ ଲକ୍ଷ୍ମୀ ଯୋଜନାରେ ଏହି ମହିଳାଙ୍କୁ ମିଳିବ 2000 ଟଙ୍କା। ଗଭର୍ଣ୍ଣମେଣ୍ଟ ସ୍କିମ୍। ଏହି ଯୋଜନା ଅନୁଯାୟୀ ସରକାର ପ୍ରତି ମାସରେ 2000 ଟଙ୍କା ରାଜ୍ୟ ମହିଳାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଏହି ଯୋଜନା ଅଧୀନରେ କେଉଁ ମହିଳାଙ୍କୁ ଆର୍ଥିକ ସହାୟତା ଦିଆଯାଉଛି, ଆଉ କେଉଁମାନେ ଏହି ଟଙ୍କାର ଲାଭ ପାଇପାରିବେ। ସାଧାରଣ ଲୋକଙ୍କ ପାଇଁ ସରକାରଙ୍କର ବିଭିନ୍ନ ଯୋଜନା ଆଣିଛନ୍ତି। କେଉଁ ରାଜ୍ୟରେ ଲାଡଲି ବେହନା ଯୋଜନା ତ କେଉଁଠି ସୁଭଦ୍ରା ଯୋଜନା ବାହାର କରି ମହିଳାଙ୍କୁ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ କରିବାକୁ ଚେଷ୍ଟା କରନ୍ତି। ମୋଟ ଉପରେ ଦେଶର ବିଭିନ୍ନ ରାଜ୍ୟରେ ମହିଳାଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ଚଳାଉଛନ୍ତି। ଏପରି ଏକ ଯୋଜନା କର୍ଣ୍ଣାଟକରେ ମଧ୍ୟ ଜାରି ରହିଛି, ଯାହା ଗୃହ ଲକ୍ଷ୍ମୀ ଯୋଜନା ଭାବରେ ଜଣାଶୁଣା। ଏହି ଯୋଜନା ଅନୁଯାୟୀ ସରକାର ପ୍ରତି ମାସରେ 2000 ଟଙ୍କା ମହିଳାଙ୍କ ଆକାଉଣ୍ଟରେ ଜମା କରୁଛନ୍ତି। ଡିସେମ୍ବର 8ରୁ ଚାଷୀଙ୍କୁ ମିଳିବ ଅତିରିକ୍ତ 800। ଆସନ୍ତା ନଭେମ୍ବର 20ରେ ବରଗଡ଼ରୁ ଧାନ କିଣା ଆରମ୍ଭ ହେବ। ସେହିପରି ଡିସେମ୍ବର 8ରେ ବରଗଡ଼ର ସୋହେଲାରେ ହେବ ଚାଷୀ ସମାବେଶ। ସେହିଦିନଠାରୁ ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ଅତିରିକ୍ତ 800 ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଆଗାମୀ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ ଆଭାସୀ ଜରିଆରେ ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା କରିଛନ୍ତି। ଡିସେମ୍ବର 8 ତାରିଖଠାରୁ 2300 ଟଙ୍କା ସହିତ ଅତିରିକ୍ତ 800 ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ 48 ଘଣ୍ଟା ମଧ୍ୟରେ ଡିବିଟି ଜରିଆରେ ପ୍ରଦାନ କରାଯିବ। କ୍ୟାବିନେଟ୍ରେ 2 ନୂଆ ଯୋଜନାକୁ ଅନୁମୋଦନ। ରାଜ୍ୟରେ ମତ୍ସ୍ୟ ଓ ପଶୁ ସମ୍ପଦର ବିକାଶ ସହ ଚାଷୀମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଗୋମାତା ଯୋଜନାରେ 3 ବର୍ଷରେ 342.65 କୋଟି ଟଙ୍କା ଓ ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନା ଅନ୍ତର୍ଗତ କୁକୁଟ ଉନ୍ନୟନ ଉପଯୋଜନାରେ 5 ବର୍ଷରେ 1031.19 କୋଟି ଟଙ୍କା ଖର୍ଚ୍ଚ କରିବାକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି।